କୁହାଯାଏ ଶ୍ରୀକ୍ଷେତ୍ର ହେଉଛି ମଣ୍ଡପମୟ ଶ୍ରୀକ୍ଷେତ୍ର। ମନ୍ଦିର ଭିତରେ ଶ୍ରୀମନ୍ଦିର ଭିତରେ ଅନେକ ମଣ୍ଡପ ରହିଛି। ଶ୍ରୀମନ୍ଦିର ବାହାରେ ମଧ୍ୟ ଅନେକ ମଣ୍ଡପ ରହିଛି। ମଣ୍ଡପ ମଣ୍ଡ ଧାତୁ ଅର୍ଥ ମଣ୍ଡିବା, ସଜେଇବା, ଅଳଙ୍କରଣ କରିବା। ମଣ୍ଡପ ଶ୍ରୀମନ୍ଦିର ଭିତରେ ରତ୍ନ ମଣ୍ଡପ, ମାଗଣା ମଣ୍ଡପ, ଚାହାଣୀ ମଣ୍ଡପ, ଭେଟ ମଣ୍ଡପ, ଭୋଗ ମଣ୍ଡପ, ଏଇଭଳି ଅନେକ ମଣ୍ଡପ ରହିଛି। ତନ୍ମଧ୍ୟରେ ଆମର ଆଲୋଚ୍ୟ ବିଷୟ ହେଉଛି ମୁକ୍ତି ମଣ୍ଡପ। ମୁକ୍ତି ମଣ୍ଡପ ହେଉଛି ସେହି ସ୍ଥାନ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ମନ୍ଦିର ନିର୍ମାଣ କରି ପ୍ରତିଷ୍ଠା କରିଥିଲେ, ସେ ସେଇଠି ଆସି ଯଜ୍ଞ କରିଥିଲେ। ବ୍ରହ୍ମା ମଧ୍ୟ ଆସିକରି ସେହି ସ୍ଥାନରେ ଉପବିଷ୍ଟ ହୋଇଥିଲେ। ପ୍ରତିଷ୍ଠା କାର୍ଯ୍ୟରେ ବ୍ରହ୍ମା ନିୟୋଜିତ ହୋଇଥିଲେ। ତେଣୁ ମୁକ୍ତି ମଣ୍ଡପର ଅନ୍ୟ ନାମ ହେଉଛି ବ୍ରହ୍ମାସନ, ବ୍ରହ୍ମବେଦୀ। କାରଣ ବ୍ରହ୍ମା ଆସିକି